जय जगन्नाथ सांगमाने हैप्पी ख्रीଷ୍ଟମାସ डे। ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। କାଲି ଥିଲା ଗ୍ରାମ ସଭା। ଗ୍ରାମ ସଭାରେ ସରପଞ୍ଚ ଅଫିସରମାନେ ଏବଂ ସିଆରପି ଦିଦିମାନେ ଉପସ୍ଥିତ ଥିଲେ ଏବଂ ଗୋଷ୍ଠୀରେ ସବୁ ବେନିଫିସିଆଲି ମେମ୍ବରମାନେ ଉପସ୍ଥିତ ଥିଲେ। ଏଥିରେ ସରପଞ୍ଚ ଏବଂ ଅନ୍ୟ ଅଫିସରମାନେ ମୋ ବଗିଚା ବିଷୟରେ ବିଭିନ୍ନ କଥା ବୁଝାଉଥିଲେ। ଏହି ସଭାଟି ଆମ ପସରବିନ୍ଦା ଗ୍ରାମ ପଞ୍ଚାୟତ ଅଫିସରେ ହେଇଥିଲା। ଏଇ ଆମର ପସରବିନ୍ଦା ଗ୍ରାମ ପଞ୍ଚାୟତ ଅଫିସ। ସରପଞ୍ଚ ଏବଂ ଅନ୍ୟ ଅଫିସରମାନେ ମୋ ବଗିଚା ବିଷୟରେ କ'ଣ କ'ଣ ବୁଝାଉଛନ୍ତି ଆପଣମାନେ ଶୁଣନ୍ତୁ। ବାହାରକୁ ରାଜ୍ୟ ବାହାରକୁ ଗୁଜରାଟ, ହାଇଦ୍ରାବାଦ, ଦିଲ୍ଲୀ ପଳେଇ ଯାଉଛନ୍ତି। ସରକାର ମୂଳ ଉଦ୍ଦେଶ୍ୟ ହେଉଛି ଆମ ଅଞ୍ଚଳର ଭିତ୍ତିଭୂମି, ରାସ୍ତା, ପୋଖରୀ, ଆମର ମୋ ବଗିଚା, ଜଙ୍ଗଲ ସୃଷ୍ଟି କରିବା, ପାଣି ସଂରକ୍ଷଣ କରିବା ପାଇଁ ସବୁ କେନାଲ ଖୋଳିବା, ଏସବୁ NRGSର କାମ ଥିଲା। କିନ୍ତୁ ତାକୁ ଠିକ ଭାବରେ ଲୋକେ କାମ କଲେ ନାହିଁ। ବହୁତ ପଳେଇ ଗଲେ ସେଇ ସବୁ ରାଜସ୍ଥାନ, ଗୁଜରାଟକୁ ଯାଇ କାମ କରୁଛନ୍ତି। ମୁଖ୍ୟତଃ ଆମର ଯେତେବେଳେ NRGS କାମ ହେଉଛି ଆମେ ଦେଖୁଛୁ। ଆମେ ଏଇଠି ପିର ପୋଖରୀ ଗୋଟେ NRGS କାମ ଟିକେ ବଡ଼ ଧରିଥିଲୁ ପ୍ରଥମ ଆମେ ଯେତେବେଳେ ଆସିଲୁ ଆପଣମାନଙ୍କର ଆଶୀର୍ବାଦରେ। ସେ କାମରେ ଦେଖିଲୁ ମା ମାନେ ଭଉଣୀ ମାନେ ବିଶେଷ କରି ବେଶୀ କାମ କରୁଥିଲେ। ପୁରୁଷ ଲୋକଙ୍କ ସଂଖ୍ୟା ହାତ ଗଣତି, ମାନେ 100 ଜଣ ଯଦି ସ୍ତ୍ରୀ ଲୋକ ଅଛନ୍ତି ତାହେଲେ 10 ଜଣ ମାତ୍ର ତା ଭିତରେ ପୁରୁଷ ଲୋକ। ତେଣୁ ସ୍ତ୍ରୀ ଲୋକମାନଙ୍କର କାମ ସେତେ ବି ଆଖି ଦୃଶ୍ୟ ହେଇପାରିବନି। ସରକାର ନିୟମ କଲେ କ'ଣ ନା ଲମ୍ବ ଗୁଣନ ପ୍ରସ୍ତ ଗୁଣନ ଡିପ୍ କେତେ ଗଭୀରତା ହେଲା ସେଇ ଅନୁସାରେ ପଇସା ଦେବେ। ତେଣୁ ଏବେ ସବୁ ନିୟମ ହେଇଯାଇଛି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜବ୍ କାର୍ଡ଼ ଯେମିତି ଆମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏସବୁ ଆପଣଙ୍କର ବ୍ୟାଙ୍କରେ KYC ହେଉଛି 6 ମାସକୁ ଥରେ ଆପଣ ବ୍ୟାଙ୍କର ଟ୍ରାଞ୍ଜାକ୍ସନ୍ କରୁଛନ୍ତି ନା ନାହିଁ, ସେଭଳି ଜବ୍ କାର୍ଡ଼ ମଧ୍ୟ ପ୍ରତି 6 ମାସ ନା 3 ମାସକୁ ପ୍ରତ୍ୟେକ 6 ମାସକୁ KYC ହେବ। ଆପଣ କାମ କରୁଛନ୍ତି କି ନାହିଁ। ଯଦି 6 ମାସ ଭିତରେ କାମ ନ କରୁଛନ୍ତି, ପ୍ରେଜେଣ୍ଟ ନ ପଡ଼ୁଛି, ତାହେଲେ ଆପଣଙ୍କର ଜବ୍ କାର୍ଡ଼ କାଟିଯିବ। ଏବେର ସରକାର ଆମର ଡବଲ ଇଞ୍ଜିନ୍ ସରକାର, ଆମର କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର, ରାଜ୍ୟର ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର। ଏବେ ତାଙ୍କର ଗୁରୁତ୍ୱ ରହିଛି। ଆଗରୁ ଯେତେବେଳେ ଆମର ରାଜ୍ୟର ପୂର୍ବତନ ସରକାର, ଯଦି ଆପଣ ରେସନ କାର୍ଡ଼ଟା ପାଇଛନ୍ତି କେବଳ ସେଇ 5 କେଜି ଚାଉଳ, ଯଦି ଚାଉଳ ବଢ଼େଇଲା ସରକାର ତାହେଲେ ପାଇଲେ, ନହେଲେ ନାହିଁ। ରେସନ କାର୍ଡ଼ର ଗୁରୁତ୍ୱ କମିଯାଇଛି। ତେଣୁ ଆପଣମାନଙ୍କୁ ମୋର ନିବେଦନ ଯେ ଆପଣମାନେ এই যে ମୋ ବଗିଚା ଆଜି ମଧ୍ୟ ଯେଉଁମାନଙ୍କର ଆସିଛି ନା, ଆଉ ଯଦି କେହି କରିବା ପାଇଁ ଚାହୁଁଛନ୍ତି ସେ ବାବଦରେ ଆମର ସବୁ ବୁଝେଇବେ ଯେ ମୋ ବଗିଚା କେମିତି କରିବା, ମୋ ଗଡ଼ିଆ, ମୋ ପୋଖରୀ କେମିତି କରାଯିବ ଏବଂ ବିଭିନ୍ନ ସ୍ଥାନରେ ଯେଉଁ ଅଛି ଗ୍ରାମ ଜଙ୍ଗଲ, ଯେଉଁଟା ଗ୍ରାମ ଜଙ୍ଗଲ ଜମିରେ ସବୁ ଗଛ ଲଗାଇଥିବା। ପ୍ରକୃତି ଏବେ ଭାରସାମ୍ୟ ହରାଇଲାଣି। ପ୍ରକୃତି କାହିଁକି ଭାରସାମ୍ୟ ହରାଉଛି ନା ଭୂତଳ ପାଣି, ମାଟି ତଳର ପାଣି ଆମେ ସବୁ ବାହାର କରି ଆଣୁଛୁ। ବାକି ରହିଲା ଯେଉଁମାନଙ୍କର ଛୋଟ ଜାଗା ଥିବ ସେମାନଙ୍କୁ ତାଙ୍କର ଯେତିକି ଦରକାର ଆବଶ୍ୟକତା ଯେ ଏତିକି ଭିତରେ ଆମେ ଚାଷ କରିବା, ସେ ସାର୍ ଆପଣମାନଙ୍କୁ ଗୋଟିଏ କି ଦୁଇଟି ବେଡ୍ ଦେଖେଇଦେବେ। ଦେଖେଇଦେଲା ପରେ ସେଇ ଅନୁଯାୟୀ ସବୁ ବେନିଫିସିଆରୀ ସେମିତି ତିଆରି କରିବେ ସେ ବେଡ୍ଟି। ଆପଣମାନେ ସେଥିରୁ 9,000 ଟଙ୍କା ଆପଣଙ୍କର ପ୍ରାପ୍ୟ ଅଛି ଲେବର ବାବଦରେ। ମେଟେରିଆଲଟା ହେଉଛି ଆପଣ ବାଡ଼ ଯଦି ଯେମିତି କରିବେ ସେଇ ଅନୁଯାୟୀ ପଇସା ପାଇବେ। ବାକି ରହିଲା ଯେଉଁ 9,000 ଅଛି ତା ମାନେ ନୁହେଁ ଆପଣମାନେ 100 ଟଙ୍କା କର ମଞ୍ଜି ଆଣିକି ଆଉ 200 ଟଙ୍କାର ଗୋଟେ ମଜୁରୀ ତିଆରି କରିଦେଇକି ସେତିକି ଖର୍ଚ୍ଚ କରିଦେଇକି ରଖିଦେଲେ ଆମକୁ କୋଉ ପଇସା ମିଳିବ। ଯେଉଁ ମ୍ୟାଡ଼ାମ ଆମର ଆସିବାର ଥିଲା ସେ ତ ଆସିନାହାନ୍ତି, କିନ୍ତୁ ସେ ମୋତେ କହିଲେ ଯାହା ଯେତିକି ଟଙ୍କା ସେମାନଙ୍କର ପାଇବାର ପ୍ରାପ୍ୟ ହେବ ମାପିଲା ପରେ ସେତିକି ଟଙ୍କା ହିଁ ଆପଣମାନଙ୍କୁ ମିଳିବ। କିନ୍ତୁ ଏଷ୍ଟିମେଟ୍ ଆପଣଙ୍କର 9,000 ଟଙ୍କା ଲେବର ଅଛି। ଯଦି ଚାହିଁବେ ଭଲ କି ତିଆରି କରିବେ। କିଛି ଦିନ ତଳେ ସାର୍ ଯେଉଁ ପ୍ରକଳ୍ପ ତିଆରି କରିଥିଲେ ଯେଉଁ ପୋଖରୀ ଆମର ଆସିଥିଲେ, ସେଣ୍ଟ୍ରାଲ ଟିମ୍ ଆସିଥିଲେ, ଆସିକି ଦେଖିକି ଗଲେ ଏବଂ ସମସ୍ତଙ୍କ ଆଖି ନଜର ବର୍ତ୍ତମାନ ପସରବିନ୍ଦା ଜିପି ଉପରେ। ନିମାଲପୁରକୁ କାହିଁ ସାର୍ ସେମିତି ଆସୁନାହାନ୍ତି, କିନ୍ତୁ ଏ ବର୍ଷ ବି ସେମାନେ ଡିସାଇଡ୍ କଲେନି ଏଇ ଜିପିକୁ ଆସିବେ। ଆମେ ଯେଉଁ 30 ଲୋକକୁ ଏବେ ଦବା ମୋ ପୋଖରୀ ବଗିଚା, ସେ ବଗିଚା ତିଆରି କରିବେ, ଆଜି ତିଆରି କରିବେ, ପୁଣି 3 ଦିନ ପରେ ନଥିବ ସେ ଜିନିଷ। ପଇସା ଗଭର୍ଣ୍ଣମେଣ୍ଟ ଦଉଛି, ଚାଷ ଲଗେଇବେ। ହଁ, ଧର ଯେଉଁ ଆପଣଙ୍କୁ ଯେଉଁ ଇଏ ସୁଭଦ୍ରା ଯୋଜନା ପଇସା ମିଳିଲା ତାକୁ କେହି କାମରେ ଲଗେଇ ନାହାନ୍ତି, ସବୁ ଖାଇଯାଇଛନ୍ତି। ଯେ କାମ ପାଇଁ ଦିଆଗଲା କାମରେ କେହି ୟୁଜ୍ କରୁନାହାନ୍ତି। 10 ଜଣ ୟୁଜ୍ କଲେ 90 ଜଣ କରୁନାହାନ୍ତି। 90 ଜଣ ଯେଟା ଆମ ଓଷା କହୁଥିଲେ 90 ଜଣ ସେ 90 ଭିତରେ ଗଣା ଚାଲିଛି। ତେଣୁ ଯେଉଁ ଜିନିଷ ଦିଆଯାଉଛି
ଆମ ସାର୍ ସିଏ ସାର୍ ଆସୁଛନ୍ତି ସିଏ ବେଡ୍ ଦେଖେଇଦେବେ ଏବଂ ଯେମିତି ଆପଣମାନଙ୍କର ଶୁଭକାମନା ଆଉ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ଶାନ୍ତିରେ ରୁହନ୍ତୁ। ଆଗାମୀ ନୂଆ ବର୍ଷ ସମସ୍ତ ପାଇଁ ମଙ୍ଗଳମୟ ବର୍ଷ ହଉ। ଏତିକି କହି ମୋ ବକ୍ତବ୍ୟ ସାର କରୁଛି।